ଜାତୀୟ ରାଜପଥ କର୍ତ୍ତୃପକ୍ଷ ଅଧୀନରେ ଥିବା 53 ଜାତୀୟ ରାଜପଥ ବାଲିଚନ୍ଦ୍ରପୁର ଛକଠାରୁ ବାହାରି ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ପର୍ଯ୍ୟନ୍ତ ବାଇପାସ୍ 100 ମିଟର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏ ରାସ୍ତାରେ 20ରୁ ଅଧିକ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିବାରୁ ପଥଚାରୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବାର ଦେଖିବାକୁ ମିଳୁଛି। ପ୍ରତିଦିନ ଏହି ରାସ୍ତା ଦେଇ ହଜାର ହଜାର ଲୋକଙ୍କର ଯାତାୟାତ ରହିଥିବା ବେଳେ ବହୁତ ଛୋଟ ବଡ଼ ଗାଡ଼ି ମଟର ମଧ୍ୟ ଯାତାୟାତ କରିଥାଏ। ଆବଶ୍ୟକତା ଅନୁସାରେ ରାସ୍ତାର ଅବସ୍ଥା ଠିକ୍ ନଥିବାରୁ ବହୁତ ଦୁର୍ଘଟଣା ଘଟି ମୃତାହତ ହେଉଥିବାର ମଧ୍ୟ ନଜିର ରହିଛି। ଏ ସମ୍ପର୍କରେ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ସେମାନଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନଥିବାର ଦେଖିବାକୁ ମିଳିଛି। ବର୍ତ୍ତମାନ ବର୍ଷା ଯୋଗୁଁ ରାସ୍ତାରେ ଥିବା ଖାଲଖମାଗୁଡ଼ିକରେ ପାଣି ଭର୍ତ୍ତି ହୋଇଥିବାରୁ ଗାଡ଼ି ଚାଳକ ଏବଂ ପଥଚାରୀ ଉଭୟ ଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମରାମତି ଅଭାବରୁ ଏହି ରାସ୍ତାରେ ଦିନକୁ ଦିନ ଆହୁରି ଅଧିକ ଖାଲ ସୃଷ୍ଟି ହେଉଥିବାରୁ ଏହା ଏକ ପ୍ରକାର ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ତୁରନ୍ତ ଏହି ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି। ମାହାଙ୍ଗର ଅମରେନ୍ଦ୍ର ସିଂ ଓଡ଼ିଶା ମୋବାଇଲ ଟିଭି। ପରିଚୟ କହିବେ? ମନମୋହନ ଜେନା, କୁସୁପୁର, ମାହାଙ୍ଗା, କଟକ। ବାଲିଚନ୍ଦ୍ରପୁର ଛକରୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧ ଛୁଇଁଥିବା ବାଇପାସ୍ ରାସ୍ତାର ଅବସ୍ଥା ଖରାପ, ସେ ବିଷୟରେ ଆପଣଙ୍କ ମତାମତ କ'ଣ? ବାଲିଚନ୍ଦ୍ରପୁର ଏନ୍ଏଚ୍ରୁ ବାଁ ପଟରେ ଯେଉଁ ବାଇପାସ୍ ରୋଡ଼ ଆମର ପଟ୍ଟାମୁଣ୍ଡାଇ କେନାଲକୁ ଟଚ୍ କରୁଛି, ସେ ରାସ୍ତା ଅତି ଶୋଚନୀୟ। ଏକଦମ ଏତେ ପ୍ରକାର ଏତେ ବଡ଼ ଖାଲ ଅଛି ଯେଉଁଟାକି ନ କହିବା ଭଲ। ତା ଦେହରେ ଗାଡ଼ି ଯେକୌଣସି ବଡ଼ ଗାଡ଼ି ତ ଛାଡ଼, ଛୋଟ ଗାଡ଼ି ପଡ଼ିକି ଏଭଳି ସିରିୟସ୍ ଅବସ୍ଥା ଲୋକ ହେଉଛନ୍ତି ଯେଉଁଟାକି କହିହେବ ନାହିଁ। ତା ଦେହରେ ମୋର ଗୋଟେ ବନ୍ଧୁ ବି ପଡ଼ିକି ଏକଦମ ସିରିୟସ୍ ଅଛି। ମୁଁ ତାକୁ ଆଣିକି ମେଡ଼ିକାଲରେ ଟ୍ରିଟମେଣ୍ଟ କରାଇଛି। ସେ ରାସ୍ତାରେ ପ୍ରାୟ ହଜାର ହଜାର ଲୋକ ଅପ୍ ଟୁ ଆମ୍ବସରୀ ପାଖରୁ ଇନ୍ଦୁପୁର ପର୍ଯ୍ୟନ୍ତ କେନାଲ ବନ୍ଧରେ ସବୁ ପ୍ରକାର ଟଚ୍ ସେଇପଟରେ କରନ୍ତି, ଲୋକ ଯିବା ଆସିବା କରନ୍ତି। ତେଣୁକରି ସେ ରାସ୍ତା ଅତି ଶୋଚନୀୟ। ତାକୁ ତୁରନ୍ତ ରିପେୟାର କଲେ ଆମେମାନେ ଖୁସି ହେବୁ। ଆପଣ ପରିଚୟ? ଉପେନ୍ଦ୍ର ସାହୁ। ଆଉ ବାଲିଚନ୍ଦ୍ରପୁର ତାରିଣୀ ରୋଡ଼ରୁ ରାସ୍ତା ଯିବାକୁ ପଟ୍ଟାମୁଣ୍ଡାଇ କେନାଲ ବାଁ ପଟେ ରାସ୍ତା ପୁରା ଖାଲ ପ୍ରଦତ୍ତ ହୋଇଯାଇଛି। ଲୋକ ଯିବା ଆସିବା କରିବାକୁ ଅସୁବିଧା ହେଉଛି, ଗାଡ଼ି ମଟର ଯିବା ଆସିବା କରିବାକୁ ଅସୁବିଧା ହେଉଛି। ପଟ୍ଟାମୁଣ୍ଡାଇ କେନାଲକୁ ଯେଉଁଟା ଲାଗିଛି ସେଇଟା ବାଲିଚନ୍ଦ୍ରପୁର ବଜାର, ମୁଁ ବେପାର ପୁରୁଣା ଲୋକ, ସେଇ ହିସାବରେ ମୁଁ କହୁଛି। ଆପଣ ପରିଚୟ କହିବେ? ରଞ୍ଜିତ ସାହୁ, କୁସୁପୁର। এই যে রাস্তা অবস্থা অভিযোগ হচ্ছে বালিচন্দ্রপুর বাইপাস রাস্তা অবস্থা, সে বিষয়ে আপনার মতামত কোণ? ତାରିଣୀ ଛକରୁ ଯେଉଁ ଆମର ଜାତୀୟ ରାଜପଥରୁ ଯାଇକି ବାଇପାସଟା ପଟ୍ଟାମୁଣ୍ଡାଇ କେନାଲକୁ, ସେଠି ଯେଉଁ ରାସ୍ତା ଖାଲ ହେଇଛି, ବର୍ଷା ଦିନେ ଜାଣି ହେଉନି ଖାଲ ଖମା। ପ୍ରାୟ ହଜାର ହଜାର ଲୋକ ସେ ବାଟେ ଯାଉଛନ୍ତି ପ୍ରତିଦିନ। ଇନ୍ଦୁପୁର ଠାରୁ ବେଣୀପୁର ଆଉ ବାଲିପଡ଼ିଆ, ବିକ୍ରମ ତିରଣ, ସମସ୍ତ ସେଇଠୁ ପୁରା ଇନ୍ଦୁପୁର ଠାରୁ 15ଟା ଗ୍ରାମ ପଞ୍ଚାୟତର ଲୋକ ସେ ବାଟେ ଯିବା ଆସିବା କରୁଛନ୍ତି। ଖାଲ ଯେଉଁ ପାଣି ଜମିଛି ସେଥିରେ ପଡ଼ି ଲୋକ ମୃତାହତ ହୋଇଛନ୍ତି। ପରଦିନ ବି ଆମର ଜଣେ ସାମ୍ବାଦିକ ବନ୍ଧୁ ପଡ଼ି ତାଙ୍କର ଗୋଡ଼ ହାତ ଖଣ୍ଡିଆ ଖାବରା ହୋଇଯିବାର ନଜିର ଅଛି।